ମାୟା ପଲ୍ଲବୀକୁ କହିବେ, ବାହାର ଯା ମୋ ଘରୁ, ବାହାର ଯା ଏଠୁ, ପୂଜା ସରିଲା ପରେ ଘର ଭିତରକୁ ଆସିବୁ। ତାପରେ ପଲ୍ଲବୀ କହିବେ, ମାମା ଏକ୍ଚୁଆଲି ମୁଁ ପୂଜା ସମୟ ପୂର୍ବରୁ ଘରକୁ ଆସିବା ପାଇଁ ବାହାରି ସାରିଥିଲି, ଆଉ ଆଇଆଇସିଙ୍କ ପାଖରୁ ପରମିଶନ ବି ମିଳି ସାରିଥିଲା। କିନ୍ତୁ ହଠାତ୍ ମିନିଷ୍ଟରଙ୍କ ଭାଷଣ ପାଇଁ ତାଙ୍କ ସିକ୍ୟୁରିଟିକୁ ମ୍ୟାନେଜ କରିବା ପାଇଁ ଉପରୁ ଅର୍ଜେଣ୍ଟଲି ଅର୍ଡର ଆସିଲା। ସେଥିପାଇଁ ମୋତେ ପୁଣି ଥରେ ମୋ ଡ୍ୟୁଟିକୁ ଯିବାକୁ ପଡ଼ିଲା। ତାପରେ ମାୟା କହିବେ, ମୁଁ କିଛି ବି ଶୁଣିବାକୁ ଚାହୁଁନି। ତାପରେ ଆନନ୍ଦ କହିବେ, ମାୟା କି ଅଜବ ଜିଦ୍ ଧରିଛ ତମେ, ପୂଜାର ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି। ପୁଣି ମାୟା କହିବେ, ଶୁଭ ମୁହୂର୍ତ୍ତ ପାଇଁ ତମର ଯଦି ଏତେ ଚିନ୍ତା ଅଛି ତାହେଲେ ୟାକୁ ଏଠୁ ଶୀଘ୍ର ଯିବାକୁ କହ। ତାପରେ ଗୌରବ ଫୋନରେ ନ୍ୟୁଜ୍ ବାହାର କରିକି ଦେଖେଇବେ, ଆଉ ନ୍ୟୁଜରେ ସମସ୍ତେ ପଲ୍ଲବୀର ଚର୍ଚ୍ଚା କରୁଥିବେ। ତାପରେ ଆନନ୍ଦ କହିବେ, ଦେଖିଲ ତ ମାୟା, ସାରା ସହର ପଲ୍ଲବୀକୁ ମା ଦୁର୍ଗା କହୁଛନ୍ତି, ତାକୁ ମା ରୂପେ ପୂଜା କରୁଛନ୍ତି, ଆଉ ତମେ ପଲ୍ଲବୀକୁ ପୂଜାରୁ ବାହାର ଯିବା ପାଇଁ କହୁଛ। ଆରେ ମୋ ବୋହୂ ପାଇଁ ମୋତେ ବହୁତ ଗର୍ବ ଫିଲ୍ ହେଉଛି। ଆଇ ଆମ୍ ପ୍ରାଉଡ୍ ଅଫ୍ ହର୍। ତାପରେ ବିନୋଦ କହିବେ, ହଁ ଭାଉଜ, ମା ଦୁର୍ଗାଙ୍କୁ ପଲ୍ଲବୀ ଆଳତୀ କରିବାଠୁ ବଡ଼ ସେବା ଆଉ କ'ଣ ହୋଇପାରିବ। ତାପରେ ମମତା କହିବେ, ପ୍ଲିଜ୍ ଦିଦି, ତମେ ତାକୁ କ୍ଷମା କରିଦିଅ, ଜାଣିଶୁଣି ତମ ଆଦେଶକୁ ସେ ଅଣଦେଖା କରିନି। ତାପରେ ମାୟା କହିବେ, ଠିକ୍ ଅଛି, କ୍ଷମା କରିଦେଲି, କିନ୍ତୁ ଏ ପୋଲିସ ଡ୍ରେସରେ ନୁହେଁ, ଏ ଘରର ବୋହୂ ହିସାବରେ, ଆଦର୍ଶର ସ୍ତ୍ରୀ ହିସାବରେ ଆଦର୍ଶର ସହିତ ମିଶିକି ସେ ଆଳତୀ କରିବ। ଯା, ଏ ପୋଲିସ ଡ୍ରେସ ଚେଞ୍ଜ କରିକି ଶାଢ଼ୀ ପିନ୍ଧିକି ଆସ। ତାପରେ ପଲ୍ଲବୀ କହିବେ, ଆଜ୍ଞା। ଏମିତି କହି ପଲ୍ଲବୀ ଚାଲିଯିବେ, ଆଉ ସାଙ୍ଗେ ସାଙ୍ଗେ ରେଡି ହେଇକି ଆସି ଆଦର୍ଶଙ୍କ ସାଙ୍ଗରେ ଆଳତୀ କରିବେ। ତାପରେ ମମତା କହିବେ, ହେ ମା, ଆଜି ତୋର ମହାଅଷ୍ଟମୀ ପୂଜାରେ ପଲ୍ଲବୀର ପ୍ରଥମ ଜିତ୍ ହେଲା। ଆଜି ସେ ପ୍ରୁଭ୍ କରିଦେଲା ତା ପାଖରେ ଟ୍ୟାଲେଣ୍ଟ ଅଛି ବୋଲି। ବସ୍ ମା, ଏମିତି ତା ଉପରେ ଆଶୀର୍ବାଦ ରଖ, ଯେମିତି ଘର ବାହାରେ ସବୁଆଡ଼େ ସେ ପ୍ରଶଂସା ଗୋଟାଉଥାଉ। ବିଚାରୀ ଜୀବନରେ ବହୁତ କଷ୍ଟ ସହିଲାଣି, ଏବେ ତ ଟିକେ ତାକୁ ସୁଖ ଦେ ମା। ତାପରେ ନନା କହିବେ, ଆଜି ପାଇଁ ମହାଅଷ୍ଟମୀ ପୂଜା ସମ୍ପୂର୍ଣ୍ଣ ହେଲା।